ଟିକେ ପରିଚୟ ଦେବେ। ବ୍ଲକ ସଭାପତି ବସ୍ତା ମହାଦେବ ଦାସ। ଆଜି ଯୋଉ କର୍ମୀ ସମ୍ମିଳନୀ ପାଉଁଶକୁଣ୍ଡରେ ହେଲା ତାପରେ କଣ? କର୍ମୀ ସମ୍ମିଳନୀ ପାଉଁଶକୁଣ୍ଡ ଆଜି ଆରମ୍ଭ ହେଲା। ଆମ ବସ୍ତା ବ୍ଲକର ଆଜି ପ୍ରଥମ ଆରମ୍ଭ ହୋଇଛି ପାଉଁଶକୁଣ୍ଡରୁ। ଲୋକମାନେ ସାମୂହିକ ଭାବରେ ଆଜି ବହୁତ ଆସିକି ଏଠି ଉପସ୍ଥିତ ହେଇଥିଲେ। କର୍ମୀମାନେ ସବୁ ଉପସ୍ଥିତ ଥିଲେ। ସେମାନଙ୍କର ଯାହା ଆଜି ଆଲୋଚନା ପର୍ଯ୍ୟାଲୋଚନା ଆମେ ଦେଖିବାକୁ ପାଇଲୁ, ଲୋକମାନଙ୍କ ଭିତରେ ବର୍ତ୍ତମାନ ସରକାରଙ୍କ ବିରୁଦ୍ଧରେ ବହୁତ ପ୍ରକାର ଆକ୍ରୋଶର ମନୋଭାବ ଅଛି। ସେମାନେ ଏ ସରକାର ଆସିଲାଠୁ ସବୁଥିରେ ଆଙ୍କୁ ଉପେକ୍ଷା କରିଛନ୍ତି। ନାରୀ ଚରିତ୍ର ମାନଙ୍କ କଥା କୁହନ୍ତୁ, ବ୍ୟବସାୟ କଥା କୁହନ୍ତୁ, ସବୁ କ୍ଷେତ୍ରରେ ଉପେକ୍ଷା କରିଛନ୍ତି। ଏବଂ ଏ ପଞ୍ଚାୟତର ନିଶ୍ଚିତ ଭାବରେ ସଂଗଠନ ଟିକେ ନିଶ୍ଚିତ ଭାବରେ ଗତ ପଞ୍ଚାୟତ ନିର୍ବାଚନ ଦୁର୍ବଳ ରହିଥିବା ଯୋଗୁଁ ଆମେ ପଞ୍ଚାୟତ ଆମେ ସରପଞ୍ଚ ହାରିଥିଲୁ। କିନ୍ତୁ ଆଜି ଯାହା ଦେଖିଲୁ, ଲୋକଙ୍କ ଉପରେ ଗୋଟେ ପ୍ରଶ୍ନ ଥିଲା ଯେ ଆମେ ଯୋଉ ଭୁଲ କରିଛୁ ଆଉ ସେ ଭୁଲ କରିବା ନାହିଁ। ଆଗାମୀ ନିର୍ବାଚନରେ ପଞ୍ଚାୟତ ନିୟୋଜନ ସରପଞ୍ଚକୁ ନିଶ୍ଚିତ ଭାବରେ ଏଠି ସବୁକୁ ଜିତେଇବା। ତତ୍ସଙ୍ଗେ ସଙ୍ଗେ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରି ତାଙ୍କୁ ଆଉ ଥରେ ନେତା କରିବା ପାଇଁ, ଓଡ଼ିଶାରେ ସର୍ବମାନ୍ୟ ନେତା କରି ମୁଖ୍ୟମନ୍ତ୍ରୀ କରିବା ପାଇଁ ସେମାନେ ସମସ୍ତେ ଆଜି ଗୋଟେ ଶପଥ ନେବା ଭଳିଆ ଶପଥ ନେଇଛନ୍ତି। ଏତିକି ଆଜି ସେମାନେ ଶପଥ ନେଇଥିବାରୁ ଆମେ ବ୍ଲକ ସଭାପତି ହିସାବରେ ମୁଁ ତାଙ୍କୁ କହିଛି, ତାଙ୍କ ପାଖରେ ମୁଁ ସବୁବେଳେ ଅଛି, ସବୁବେଳେ ତାଙ୍କ ସମସ୍ୟା ଭିତରେ ରହିବି, କେମିତି ତାଙ୍କୁ ସଂଗଠିତ କରି ଆମେ ପଞ୍ଚାୟତରେ ସରପଞ୍ଚ ଇଲେକ୍ସନକୁ ଜିତେଇବା। ତତ୍ସଙ୍ଗେ ସଙ୍ଗେ ନବୀନ ବାବୁଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରି ଆସିବା ସବୁ କ୍ଷେତ୍ରରେ ମୁଁ ସହାୟକ ହେବି ବୋଲି।